ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ 5 ଲକ୍ଷ ଟଙ୍କାର ଜିନିଷପତ୍ର ଚୋରି। ମୟୂରଭଞ୍ଜ ଜିଲ୍ଲା ମହୁଡ଼ା ଥାନା ଅଞ୍ଚଳରେ ଚୋର ଏବଂ ଦୁର୍ବୃତ୍ତମାନଙ୍କର ଆଡ଼ାସ୍ଥଳୀ ପାଲଟିଛି। ଗତ କିଛି ଦିନ ମଧ୍ୟରେ ଚୋରି ଡକାୟତି ବଢ଼ି ଚାଲିଥିବା ବେଳେ ଆଜି ଦିନ ଦ୍ୱିପହର ବେଳେ ଉକ୍ତ ଥାନା ଅଞ୍ଚଳରେ ଏକ ଚୋରି ହେବା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି। ସୂଚନା ଅନୁଯାୟୀ ଉକ୍ତ ଥାନା ଅଧୀନ ପଳାଶପଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ପରିବାର ଲୋକେ ଘର ପଛପଟେ ରୋଷେଇ କରୁଥିବା ବେଳେ ଦୁର୍ବୃତ୍ତମାନେ ଘର ଭିତରେ ପଶି ଆଲମାରୀ ଭିତରୁ ସୁନାର ହାର, ମଙ୍ଗଳସୂତ୍ର, ପୋଲା, କାନଫୁଲ, ମୁଦି, ବ୍ରେସଲେଟ୍, ରୂପାର ପାଉଁଜି, ଝୁଣ୍ଟିଆ ଏବଂ ନଗଦ 10,000 ଟଙ୍କା ସହିତ ଲୁଗାପଟା ଚୋରି କରି ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ପ୍ରଫୁଲ୍ଲ। ଚୋରି ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି। ତେବେ ଏନେଇ କ'ଣ କହୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା, ଆସନ୍ତୁ ଶୁଣିବା। ପ୍ରଫୁଲ୍ଲ କୁମାର ପଣ୍ଡା। ମୁଁ ଘରେ ନଥିଲି, ଆଉ କେହି ନଥିଲେ, କେବଳ ମିସେସ୍ ଥିଲେ। ଠିକ୍ ଏହି ସମୟରେ ବୋଧେ କିଏ ଆସିକି ଆମ ଘର ଭିତରେ ପଶିକି ଯାହା ଥିଲା ସୁନା ଗହଣା, ଯାହା ଥିଲା ଟଙ୍କା ପଇସା ଯାହା ଥିଲା ସବୁ ଗଡରେଜ ଭିତରୁ ଚାବିଟା ମୁଁ ସେଇ ଗଡରେଜରେ କି ଲାଗିକି ଥିଲା, କାରଣ 10ଟା ବେଳେ ଆମେ ସେଥିରୁ ପଇସା କାଢିଛେ, ତେଣୁ 10ଟା ଲାଗିକି ଅଛି। ଆଉ କେତେ ଟଙ୍କା ମୂଲ୍ୟ ଜିନିଷ ଚୋରି? 5-6 ଲକ୍ଷରୁ ଉର୍ଦ୍ଧ୍ୱ ଯେତିକି ସୁନା ଗହଣା ଥିଲା, ହାର ଥିଲା, ପାଉଁଜି ଥିଲା, କାନଫୁଲ ଥିଲା, ଆଉ ଆମ ହାତ ବଳା ଥିଲା, ହାତର ବଳା ଥିଲା, ଏରকম ସୁନା ମୁଦି ଥିଲା 2ଟା। ହଁ, ଯାଇଥିଲି ପୁଲିସ ପାଖକୁ ଯାଇଥିଲି। ପୁଲିସ ସାର୍ କହିଛନ୍ତି ଅଭିଯୋଗ କରିଛି, ସାର୍ ବି କହିଛନ୍ତି ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି। ଆଜ୍ଞା।